ସମସ୍ତ ପିଲାମାନଙ୍କୁ ଆମର ଏହି ଚ୍ୟାନେଲରେ ସ୍ୱାଗତ ଜଣାଉଛୁ। ତ ପିଲାମାନେ ଦେଖନ୍ତୁ, ଆମେ ରେଗୁଲାର ସିଟି ଏକ୍ଜାମ୍ ଉପରେ ଭିଡ଼ିଓ କରୁଛୁ। ତ ଦେଖନ୍ତୁ, ଆଜି କିଛି କ୍ୱେଶ୍ଚନ୍ ନେଇକି ଆସିଛୁ, ଯେଉଁଟାକି 1 ନମ୍ବର ହେଉଛି ପ୍ରଥମ ଭାରତୀୟ ବିଶ୍ୱବିଦ୍ୟାଳୟ 1857ରେ କେଉଁଠାରେ ସ୍ଥାପିତ ହୋଇଥିଲା? କେଉଁଠାରେ? ନା କଲିକତା ଠାରେ ସ୍ଥାପିତ ହୋଇଥିଲା। କ୍ୱେଶ୍ଚନ୍ଟା କ'ଣ ଦେଖ ପିଲାମାନେ, କ୍ୱେଶ୍ଚନ୍ଟି ବାରମ୍ବାର ସମସ୍ତେ ପଢ଼, ତାପରେ ଆନ୍ସର୍ କରିବାକୁ ଟ୍ରାଏ କର। ତ ତାପରେ ଦେଖ ପିଲାମାନେ, ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ, ସବସ୍କ୍ରାଇବ୍ କରିକି ବେଲ୍ ନୋଟିଫିକେସନ୍ ଅନ୍ କରିଦିଅ, କାହିଁକିନା ଏମିତିଆ ରେଗୁଲାର ଭିଡ଼ିଓ ପୋଷ୍ଟ ହେଉଥିବ କିଛି କ୍ୱେଶ୍ଚନ୍ ଉପରେ। ଆଉ ଏଇ କ୍ୱେଶ୍ଚନ୍ ଗୁଡ଼ିକ ପାଇବାକୁ ଇଚ୍ଛା ଯଦି ଆମ ଟେଲିଗ୍ରାମ ଚ୍ୟାନେଲରେ ମଧ୍ୟ ଜଏନ୍ ହେଇଯାଉ। 2 ନମ୍ବର ଦେଖ, 2 ନମ୍ବର କହିଛି ନିମ୍ନୋକ୍ତ ମଧ୍ୟରୁ କେଉଁ ଐତିହ୍ୟ ସବୁଠାରୁ ପୁରୁଣା? କେଉଁ ଐତିହ୍ୟ? ନା ଅଜନ୍ତା ଗୁମ୍ଫା। ସବୁଠୁ ପୁରୁଣା ଗୁମ୍ଫା କ'ଣ? ନା ଅଜନ୍ତା ଗୁମ୍ଫା। ତାପରେ ଦେଖ ପିଲାମାନେ 3 ନମ୍ବର କହିଛି ନିମ୍ନୋକ୍ତ ମଧ୍ୟରୁ କେଉଁଠି ସବୁଠାରୁ କମ୍ ଜନସଂଖ୍ୟା ଥାନ୍ତି? କେଉଁ ଜାଗାରେ ସବୁଠୁ କମ୍ ଜନସଂଖ୍ୟା ଥାନ୍ତି? କେଉଁଠି? ନା ସିକିମ୍। ଅପସନ୍ ଏ। ତାପରେ 4 ନମ୍ବର ଦେଖ ପିଲାମାନେ, 4 ନମ୍ବର କ୍ୱେଶ୍ଚନ୍ କହିଛି ଭାରତର ପ୍ରଥମ ସଂସ୍କୃତ ଚଳଚ୍ଚିତ୍ରର ନାମ କ'ଣ? ଭାରତର ପ୍ରଥମ ସଂସ୍କୃତ ଚଳଚ୍ଚିତ୍ରର ନାମ କ'ଣ? ନା ଏଟା ହେବ ଆଦି ଶଙ୍କରାଚାର୍ଯ୍ୟ। ତ ପିଲାମାନେ, ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ, ସବସ୍କ୍ରାଇବ୍ କରିଦିଅ, ବେଲ୍ ନୋଟିଫିକେସନ୍ ଅନ୍ କରିଦିଅ, ଏମିତିକା ରେଗୁଲାର ଭିଡ଼ିଓ ଆସୁଥିବ। ତ ତାପରେ ପିଲାମାନେ ଦେଖ, ତାପରେ 5 ନମ୍ବର କ'ଣ କହିଛି ଭାରତର ପ୍ରଥମ କୃତ୍ରିମ ଉପଗ୍ରହ କେଉଁଠାରେ ଛଡ଼ାଯାଇଥିଲା? କେଉଁଠାରେ ଛଡ଼ାଯାଇଥିଲା? ନା ୟାର ସଠିକ୍ ଆନ୍ସର୍ ହେବ ଥୁମ୍ବା। ଭାରତର ପ୍ରଥମ କୃତ୍ରିମ ଉପଗ୍ରହ ଥୁମ୍ବା ଠାରେ ଛଡ଼ାଯାଇଥିଲା। ତାପରେ 6 ନମ୍ବର କ୍ୱେଶ୍ଚନ୍ ଦେଖ ପିଲାମାନେ, ଭାରତର ବୃହତ୍ତମ ରାଜ୍ୟର ନାମ କ'ଣ? ଭାରତର ବୃହତ୍ତମ ରାଜ୍ୟ ମାନେ ସେ କହିଛି ବଡ଼ ରାଜ୍ୟର ନାମ କ'ଣ? ବଡ଼ ରାଜ୍ୟର ନାମ କ'ଣ ହେଉଛି? ନା 6 ନମ୍ବର ସଠିକ୍ ଆନ୍ସର୍ ହେବ ମଧ୍ୟପ୍ରଦେଶ। ଭାରତର ବୃହତ୍ତମ ରାଜ୍ୟ କିଏ? ନା ମଧ୍ୟପ୍ରଦେଶ। ତାପରେ ପିଲାମାନେ ଦେଖ 7 ନମ୍ବର କହିଛି ଭାରତର ବୃହତ୍ତମ ଓ ସର୍ବ ପୁରାତନ ସଂଗ୍ରହାଳୟ କେଉଁଠି ଅବସ୍ଥିତ? କେଉଁଠି ଅବସ୍ଥିତ? ନା ପଶ୍ଚିମବଙ୍ଗ ଠାରେ ଅବସ୍ଥିତ। 8 ନମ୍ବର ଦେଖ, ନିମ୍ନୋକ୍ତ ମଧ୍ୟରୁ କେଉଁ ସର୍ବକନିଷ୍ଠ ଖେଳାଳି ଟେଷ୍ଟ କ୍ରିକେଟରେ ଶତକ ଅର୍ଜନ କରିଛନ୍ତି? କିଏ? ନା ଏହାର ସଠିକ୍ ଆନ୍ସର୍ ହେବ, ଟିକେ ଖାଲି ପିଲାମାନେ, ଏହାର ସଠିକ୍ ଆନ୍ସର୍ ହେବ ଡି ସଚିନ ତେନ୍ଦୁଲକର। ନିମ୍ନୋକ୍ତ ମଧ୍ୟରୁ କେଉଁ ସର୍ବକନିଷ୍ଠ ଖେଳାଳି ଟେଷ୍ଟ କ୍ରିକେଟରେ ଶତକ ଅର୍ଜନ କରିଛନ୍ତି? ନା ସଚିନ ତେନ୍ଦୁଲକର। ତାପରେ ପିଲାମାନେ ଦେଖ 9 ନମ୍ବର, ଭାରତରେ ପ୍ରଥମ ଇଂରାଜୀ ଖବରକାଗଜ କିଏ ଆରମ୍ଭ କରିଥିଲେ? କହିଛି ଯେ ଭାରତରେ ପ୍ରଥମ ଇଂରାଜୀ ଖବରକାଗଜ ଫାଷ୍ଟ କିଏ ଆରମ୍ଭ କରିଥିଲେ? କିଏ? ନା ଜେ.ଏ. ହେକ୍ସେ। ଅପସନ୍ ବି ସଠିକ୍ ଆନ୍ସର୍। 10 ନମ୍ବର ଦେଖ, ପ୍ରଥମ ଭାରତ ମହାକାଶଚାରୀଙ୍କ ନାମ କ'ଣ? ତ ଏହାର ସଠିକ୍ ଆନ୍ସର୍ ହେବ ରାକେଶ ଶର୍ମା। 11 ନମ୍ବର ଦେଖ ପିଲାମାନେ, 11 ନମ୍ବର ସର୍ବ ପୁରାତନ ହିନ୍ଦୁ ଗ୍ରନ୍ଥର ନାମ କ'ଣ? ସେ କହୁଛି ସବୁଠାରୁ ସର୍ବପୁରାତନ ହିନ୍ଦୁ ଗ୍ରନ୍ଥ ମାନେ ଫାଷ୍ଟ ଯେ ହିନ୍ଦୁ ଗ୍ରନ୍ଥ ଥିଲା ତାର ନାମ କ'ଣ? ତ ଏଟା ସଠିକ୍ ଆନ୍ସର୍ ହେଉଛି ମହାଭାରତ। ତାପରେ ଦେଖ 12 ନମ୍ବର, ଭାରତର ବୃହତ୍ତମ ଚର୍ଚ୍ଚର ନାମ କ'ଣ? ଭାରତର ବୃହତ୍ତମ ଚର୍ଚ୍ଚ, ସବୁଠୁ ବଡ଼ ଚର୍ଚ୍ଚ କିଏ? କେଠି? ନା ଗୋଆ। ସଠିକ୍ ଆନ୍ସର୍। ତାପରେ ଦେଖ 13 ନମ୍ବର, ଜାତୀୟ ଉଡ଼ାଜାହାଜ ଗମନାଗମନ ବ୍ୟବସ୍ଥା କ୍ୱାଣ୍ଟସ୍ କେଉଁ ଦେଶରେ ଅବସ୍ଥିତ? କେଉଁ ଦେଶରେ? ନା ୟାର ସଠିକ୍ ଆନ୍ସର୍ ହେବ ଅଷ୍ଟ୍ରେଲିଆ। ଜାତୀୟ ଉଡ଼ାଜାହାଜ ଗମନାଗମନ ବ୍ୟବସ୍ଥା କେଠି? କ୍ୱାଣ୍ଟସ୍ କେଉଁ ଦେଶରେ ଅବସ୍ଥିତ? ଅଷ୍ଟ୍ରେଲିଆ। 14 ନମ୍ବର ଦେଖ, 2011 ମସିହାରେ କ୍ରିକେଟ ବିଶ୍ୱକପରେ ସର୍ବାଧିକ ୱିକେଟ୍ କିଏ ନେଇଥିଲେ? ସାହିଦ ଆଫ୍ରିଦି। ସଠିକ୍ ଆନ୍ସର୍। 15 ନମ୍ବର ତାପରେ ଦେଖ ପିଲାମାନେ, ଉତ୍ତରାଖଣ୍ଡର ରାଜ୍ୟପାଳଙ୍କ ନାମ କ'ଣ? ଉତ୍ତରାଖଣ୍ଡର ରାଜ୍ୟପାଳଙ୍କ ନାମ କ'ଣ? ନା କ୍ରିଷ୍ଣାକାନ୍ତ ପାଉଲ। ସଠିକ୍ ଆନ୍ସର୍। ପିଲା ଆଜି ପାଇଁ ଏତିକି ଥିଲା। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନ, ସବସ୍କ୍ରାଇବ୍ କରିଦିଅ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ।